ଭାଗ୍ୟରେ ଥିଲେ ଦେଖିବାକୁ ମିଳେ। ଏ କର୍ମମୟ ଜୀବନରେ ସମୟ ବାହାର କରି ପୁରୀ ଯାଇ ମହାପ୍ରଭୁଙ୍କର 32 ବେଶ ଦେଖିବା ଅସମ୍ଭବ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ସିଦ୍ଧ ବଳଦେବଜୀଉଙ୍କ ରଥଦାଣ୍ଡରେ ଅନୁଷ୍ଠିତ ହେଉଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର 32 ବେଶ ମହୋତ୍ସବ। ବହୁତ ଲୋକ ଆସୁଛନ୍ତି। ଆମେ ଶୁଣିଲା ପରେ ସନ୍ଧ୍ୟାବେଳେ ମୋର 2 ଭାଇଙ୍କ ସହିତ ବାହାରିଲି ବୁଲିବା ପାଇଁ। ସେଠାରେ ପହଞ୍ଚିଲା ପରେ ମୋ ହାତ ଉଠିଗଲା। ସତେକି ବଡ଼ ଦେଉଳ। ଗରୁଡ଼ ସ୍ତମ୍ଭ ପଛରୁ ଦର୍ଶନ କରି ଭିତରକୁ ଯିବାକୁ ବାହାରିଥିଲି। ଜଣେ ଭାଇ ଦେଖାହେଲେ, ଯିଏକି ମୋ ଭିଡ଼ିଓ ଦେଖନ୍ତି। ତାଙ୍କ ସହିତ ଫଟୋ ଉଠେଇଲି ଆଉ କଥା ହେଲି। ଭିତରକୁ ଗଲା ପରେ ସମସ୍ତଙ୍କ ହାତ ଉଠିଥାଏ, ସମସ୍ତଙ୍କ ପାଟିରେ ଥାଏ ଜୟ ଜଗନ୍ନାଥ। ମା' ମାନଙ୍କ ଆଖିରେ ଭକ୍ତି ଦେଖିଲା ପରେ ସେ ଦୃଷ୍ଟିହୀନ ଭାଇମାନଙ୍କ ସ୍ୱର ଶୁଣି ଛାତି ଥରି ଉଠିଲା। ଆପଣ ଆସିବାକୁ ଚାହିଁଲେ ମଧ୍ୟ ଆସିପାରିବେନି। ସେଠାରେ ରହି ସେମାନଙ୍କ ସ୍ୱରରୁ ଗୋଟେ ଗୀତଟିଏ ଶୁଣିଲି। ଆଖିରୁ ଲୁହ ଆସିଗଲା ଭାଇ। ଆଉ ଭଗବାନ ଜଗନ୍ନାଥ, ମା ସୁଭଦ୍ରା ଆଉ ବଳଦେବଜୀଉ ମହାପ୍ରଭୁଙ୍କ ଆଖିରେ ଆଖି ମିଶିଗଲା। ସତେକି ବଡ଼ ଦେଉଳର ରତ୍ନ ସିଂହାସନରେ 3 ଭାଇ ଭଉଣୀ ବସିଛନ୍ତି ଆଉ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଦେଖିଲା ପରେ ହାତ ଯୋଡ଼ି ନମସ୍କାରଟେ କରି ଆମେ 3 ଜଣ ଆଗକୁ ଗଲୁ। ପ୍ରଥମ ବେଶ ଆରମ୍ଭ ହେଲା। ବେଶର ନାମ ଥିଲା ବାଙ୍କଚୂଡ଼ ବେଶ। ଭାରି ସୁନ୍ଦର ସେ ବେଶ। ସେ ବେଶ ଦେଖିଲା ପରେ ଆମେ ଆଗକୁ ବଢ଼ିଲୁ। ଆଉ ତାପରେ ଦେଖିଲୁ ମହାପ୍ରଭୁଙ୍କର ଏକ ସୁନ୍ଦର ବେଶ, ଯେଉଁ ବେଶ ଦେଖି ଆଖି ଲାଖିଗଲା। ତ୍ରିବିକ୍ରମ ବେଶ। ବହୁ ଲୋକ ବୁଲୁଥାନ୍ତି। କିଏ ମୋବାଇଲରେ ଫଟୋ ଉଠାଉଥାଏ, କିଏ କାନ୍ଦି ପକାଉଥାଏ, ତ କାହା ମନରେ ସ୍ନେହ ଥାଏ। ଆଗକୁ ବଢ଼ିଲୁ ବେଶ ଦେଖିବା ପାଇଁ। ତାପରେ ବେଶ ଦେଖିଲୁ ମହାପ୍ରଭୁଙ୍କର। ଅଜା ନାତି ବୁଲୁଥାନ୍ତି, ଆମେ ବି ତାଙ୍କ ସହିତ ବୁଲୁଥାଉ। ଆଉ ବେଶର ନାମ ହେଲା ଆଡ଼କିଆ ଲକ୍ଷ୍ମୀ ନୃସିଂହ ବେଶ। ବେଶ ପରେ ଜଣେ ମାଙ୍କର ଭକ୍ତି ଦେଖି କ୍ୟାମେରା ତାଙ୍କ ଆଡ଼କୁ ବୁଲିଗଲା। ହାତ ଯୋଡ଼ି ଡାକୁଥାନ୍ତି, ହେ ପ୍ରଭୁ, ହେ ପ୍ରଭୁ। ତାଙ୍କ ମନର ସବୁ କଥା କହିଦେଉଥାନ୍ତି କି ସତେ। ତାପରେ ଆଗକୁ ଗଲୁ ଆଉ ଦେଖିଲୁ ନାଗାର୍ଜୁନ ପରଶୁରାମ ବେଶ। ଯେଉଁ ବେଶ ଦେଖିବା ପାଇଁ ବହୁତ ଲୋକ ଭାବିଥାନ୍ତି, ସତେ କ'ଣ ମୁଁ ଏ ବେଶ ଏ ଜୀବନରେ ଦେଖିପାରିବି? ସେ ବେଶ ଆମେ ସେଠାରେ ଦେଖିଲୁ, ନାଗାର୍ଜୁନ ପରଶୁରାମଙ୍କ ବେଶ। ତାପରେ ଦେଖିଲୁ ଶ୍ରାଦ୍ଧ ବେଶ, ଯେଉଁ ବେଶ ଭଗବାନ ତାଙ୍କ ପିତୃପୁରୁଷମାନଙ୍କୁ ଶ୍ରାଦ୍ଧ ଦିଅନ୍ତି। ସେ ବା ଆମ ଜଗା, ସେ ଆମରି ଭଳିଆ। ତାପରେ ଦେଖିଲୁ ଘୋଡ଼ ଲାଗି ବେଶ। ଶୀତ ହେଲେ ଆମ ଜଗା ଘୋଡ଼େଇ ହୁଏ, ଇଏ ସେଇ ବେଶ। ତାପରେ ଦେଖିଲୁ ପୁଷ୍ୟାଭିଷେକ ବେଶ। ପୌଷ ପୂର୍ଣ୍ଣିମା ଦିନ ଏହି ବେଶ ଅନୁଷ୍ଠିତ ହୁଏ। ଆହା କି ସୁନ୍ଦର ସେ ଚକା ଆଖି। ମା ମାନଙ୍କ ହାତ ଯୋଡ଼ି ହେଉଥାଏ। ଆମ କ୍ୟାମେରା ପଳେଇଲା ସେ ମା ମାନଙ୍କ ପାଖକୁ। ପଛରେ ଆସୁଥାନ୍ତି ଜଣେ ମଉସା, ଯିଏକି ଚଷମା ପିନ୍ଧିକି ଦର୍ଶନ କରୁଥାନ୍ତି। ତାପରେ ଗଲୁ ହଳଦିଆ ଲୁଗାରେ ଦେଖିଲୁ ନବାଙ୍କ ବେଶ। ଆହା କି ସୁନ୍ଦର ସେ ପ୍ରଭୁଙ୍କ ବେଶ। ତାପରେ ଦେଖିଲୁ ଗୈରିକ ରଙ୍ଗର ବସ୍ତ୍ର ପିନ୍ଧିଥାନ୍ତି ମହାପ୍ରଭୁ ବଳଦେବ, ମାତା ସୁଭଦ୍ରା ଆଉ ଜଗନ୍ନାଥ। ବେଶର ନାମ ହେଉଛି ମକର 84 ବେଶ। ଭାରି ସୁନ୍ଦର ସେ ବେଶ। ତା ଆଗକୁ ଗଲା ପରେ ଦେଖିଲୁ ପଦ୍ମ ବେଶ। ମହାପ୍ରଭୁ ପଦ୍ମ ବେଶରେ ଦର୍ଶନ ଦେଉଥାନ୍ତି ଭକ୍ତମାନଙ୍କୁ। ଦେଖିଲା ପରେ ଆମେ ଆଗକୁ ବଢ଼ିଲୁ ଆଉ ଦେଖିଲୁ ଜାମା ଲାଗି ବେଶ। ସତେକି ଭଗବାନ ନୂଆ ଜାମା ପିନ୍ଧି ବସିଛନ୍ତି। ଗୋଟାଏ ସ୍ଥାନରେ 32 ବେଶ ଆମେ ଦେଖୁଥାଉ। ଆଗକୁ ଗଲା ପରେ ଆମେ ଦେଖିଲୁ ଗଜ ଉଦ୍ଧାରଣ ବେଶ। ଗଜମାନେ ହାତୀକି ଉଦ୍ଧାର କରିବା ପାଇଁ ଭଗବାନ କ'ଣ କରିଥିଲେ ଆମେ ସମସ୍ତେ ପଢ଼ିଛେ ବହିରେ। ସେ ବେଶ ଦେଖିଲା ପରେ ଆମେ ଆଗକୁ ବଢ଼ୁଥାଉ। ଲୋକମାନଙ୍କ ଗହଳି ବହୁତ ଥାଏ। ସତେକି ବଡ଼ ଦେଉଳ। ଭିତରକୁ ଗଲା ପରେ ଗୋଟେ ଝିଅର ଭକ୍ତି ଆଉ ତା ବୁଢ଼ୀ ମା ସହିତ ଆସିଥାଏ ଆଉ ଫଟୋ ଉଠାଉଥାଏ। ତାକୁ ଦେଖି କ୍ୟାମେରା ତା ଆଡ଼କୁ ପଳେଇଲା। ତାପରେ ଦେଖିଲୁ ଚନ୍ଦନ ଲାଗି ବେଶ। ଭଗବାନଙ୍କର ପ୍ରିୟ ଚନ୍ଦନ ଲାଗି ବେଶ ଦେଖିଲା ପରେ ଆମେ ଆଗକୁ ବଢ଼ିଲୁ। ଗଜାନନ ବା ହାତୀ ବେଶ ଦେଖିଲୁ। ମହାପ୍ରଭୁ ହାତୀ ବେଶରେ ସଜ୍ଜିତ ହୋଇଥାନ୍ତି। ସତେ କି ସୁନ୍ଦର ମହାପ୍ରଭୁ। ନବଯୌବନ ବେଶ ଦର୍ଶନ କଲୁ। ଭଗବାନଙ୍କର ନବଯୌବନ ଦର୍ଶନ ଦେଖିଲା ପରେ ସେନା ପଟା ଲାଗି ବେଶ ଦେଖିଲୁ। ଗୋଟେ ଜାଗାରେ 32 ବେଶ ଦେଖିବା ଭାଗ୍ୟରେ ଥିଲେ ମିଳେ। ଟାଇଆ ଲାଗି ବେଶ ଦେଖିଲୁ, ଯାହାକୁ ଭଗବାନ ରଥଯାତ୍ରା ବେଳେ ବେଶ ନିଅନ୍ତି। ଟାଇଆ ଲାଗି ପହଣ୍ଡି ବିଜେ ହୁଅନ୍ତି ମୋ ମଣିମା। ତାପରେ ଦେଖିଲୁ ସୁନା ବେଶ, ଯେଉଁ ବେଶ ଦେଖିବାକୁ ବହୁତ ଲୋକ ପୁରୀରେ ହୁଅନ୍ତି। ତାପରେ ଦେଖିଲୁ ଝୁଲଣ ସନ୍ଧ୍ୟା ଧୂପ ବେଶ। ଏ ବେଶ ଭାରି ସୁନ୍ଦର। ତାପରେ ବଣଭୋଜି ବେଶ ଦେଖିଲୁ।
ବତିଶି ଭେଷ ଦେଖିବା ପାଇଁ ଆମେ ଯାଇଥିଲୁ। ଆଉ ଭେଷ ଦେଖୁଥାଉ, ଭଗବାନଙ୍କର ନାମ ଧରୁଥାଉ, ଆଉ ଜୟ ଜଗନ୍ନାଥ ସ୍ୱର କମ୍ପୁଥାଏ ସେ ଜାଗା। କାଳିଅ ଦଳନ ବେଶ ଦେଖିଲୁ। ଆପଣମାନେ ଯଦି ଚାହୁଁଛନ୍ତି ଯାଇକି ଦର୍ଶନ କରନ୍ତୁ। କେନ୍ଦ୍ରାପଡ଼ା ରଥ ଦାଣ୍ଡରେ ମୋ ସାଙ୍ଗରେ ଯାଇଥିବା ମୋ ଭାଇ ଭକ୍ତିରେ ମୁଣ୍ଡିଆ ମାରୁଥାଏ। ମୁଁ ତା ପଛରୁ ଗୋଟା ଭିଡ଼ିଓ କରିଦେଲି। ସେ କିଛି ବାଟ ଗଲା ପରେ ଜାଣିପାରିଲା ଆଉ ଭିଡ଼ିଓକୁ ଦେଖି ଟିକେ ହସିଦେଲା। ତା ଆଗକୁ ଗଲା ପରେ ଆମେ ଦେଖିଲୁ କାଳିଅ ଦଳନ ବେଶ, ପଳମ୍ବାସୁର ବଦ୍ଧ ବେଶ। ମହାପ୍ରଭୁ ପଳମ୍ବାସୁରକୁ ବଦ୍ଧ କରିଥିଲେ, ସେ ବେଶ ବି ଏଠାରେ ହେଇଛି। ତା ଆଗକୁ ଗଲୁ, ଆମେ ଦେଖିଲୁ କୃଷ୍ଣ ବଳରାମ ବେଶ। ଆପଣମାନେ ଯାଆନ୍ତୁ ଆଉ ଗୋଟେ ଜାଗାରେ 32 ବେଶ ଦେଖନ୍ତୁ। ତାପରେ ଦେଖିଲୁ ବାମନ ବେଶ। ମହାପ୍ରଭୁ ବାମନ ଅବତାର ଆପଣମାନେ ଶୁଣିଥିବେ, ସେଇ ବେଶ ନେଇଛନ୍ତି। ସେ ଜାଗା କେବଳ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥାଏ। ତାପରେ ଦେଖିଲୁ ରାଧା ଦାମୋଦର ବେଶ। ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ବେଲ୍ ଆଇକନ୍ ଦବାନ୍ତୁ। ମୋର ପ୍ରଥମ ବ୍ଲଗ୍ ଆପଣମାନଙ୍କ ପାଇଁ ବ୍ଲଗ୍ ଆସୁଥିବ ଆଉ ଆପଣମାନେ ଦେଖୁଥିବେ। ତାପରେ ଦେଖିଲୁ ଗିରି ଗୋବର୍ଦ୍ଧନ ବେଶ। ଆହା କି ସୁନ୍ଦର ସେ ବେଶ, ମୋ ହାତ ଯୋଡ଼ି ହେଇଗଲା। ତାପରେ ଦେଖିଲି ଡାଳିକିଆ ତ୍ରିବିକ୍ରମ ବେଶ। ମହାପ୍ରଭୁଙ୍କ ବେଶ ଦେଖୁ ଦେଖୁ ମା ମାନଙ୍କ ଉପରକୁ ମୋ କ୍ୟାମେରା ପଳେଇଲା। ଆଉ ସତେ କି ଭକ୍ତି, ସମସ୍ତଙ୍କ ହାତ ଯୋଡ଼ି ହେଉଥାଏ। ସମସ୍ତେ କହୁଛନ୍ତି ହେ ପ୍ରଭୁ ଆପଣଙ୍କର କି ବେଶ। ତାପରେ ଦେଖିଲୁ ନିତ୍ୟ ଧୂପ ବେଶ। ଏ ବେଶ ପ୍ରତ୍ୟେକ ଦିନ 3 ଧୂପ ପରେ ମହାପ୍ରଭୁଙ୍କର ହେଇଥାଏ। ତାପରେ ଦେଖିଲୁ ଅବକାଶ ବେଶ, ମଙ୍ଗଳ ଆଳତି ସମୟର ବେଶ, ଯେଉଁ ବେଶ ଦେଖିବା ଆମ ପାଇଁ ଅସମ୍ଭବ। ତାପରେ ବଡ଼ସିଂହାର ବେଶ ଦେଖିଲୁ, ଜଣେ ମଉସାଙ୍କର ଭକ୍ତି। ଆହାକି ସତରେ ଜଗାକୁ ତାଙ୍କ ମନର ସବୁ କଥା କହିଦେଉଛନ୍ତି। ହେ ପ୍ରଭୁ କି ଲୀଳା ତମର। ତାପରେ ଦେଖିଲୁ ଚାଚେରି ବେଶ। ଭଗବାନଙ୍କର ଚାଚେରି ବେଶ ଭାରି ମୁଗ୍ଧକର, ଯାହାକୁ ଦେଖିଲେ ଆଖି ଲାଖିଯିବ। ତାପରେ ଦେଖିଲୁ ରଘୁନାଥ ବେଶ। ସତରେ ବଳରାମ ବଡ଼ ଭାଇ ଲକ୍ଷ୍ମଣ ହେଇକି ଛତା ଧରିଛନ୍ତି ପ୍ରଭୁଙ୍କ ଉପରେ, ସେ ବେଶ ବି ଭାରି ମୁଗ୍ଧକର। ତାପରେ ଦେଖିଲୁ ରାଜରାଜେଶ୍ୱରୀ ବେଶ। ଜଣେ ଭାଇ ଫଟୋ ଉଠାଉଥିଲେ, ମୋ କ୍ୟାମେରା ଆଗକୁ ଆସିଗଲେ। ମୁଁ କହିଲି ଚାଲ ତାଙ୍କୁ ବି ନେଇଯିବା ଆମ ଭିଡ଼ିଓରେ, ଆଉ ତାଙ୍କର ଟିକେ ସଟ୍ ନେଇଗଲେ, ସେ ଭାଇ ବି ଦେଖିବେ ବୋଧେ। ତାପରେ କ୍ୟାମେରା ବୁଲିଗଲା, କାରଣ ଏକାଥରେ ସମସ୍ତଙ୍କ ପାଟିରୁ ବାହାରିଲା ଜୟ ଜଗନ୍ନାଥ। ତାପରେ ଦେଖିଲୁ ଦୋଳ ପୂର୍ଣ୍ଣିମା ବେଶ। ମହାପ୍ରଭୁ ଦୋଳ ପୂର୍ଣ୍ଣିମାରେ ଏ ବେଶ ହୁଅନ୍ତି। ତାପରେ ଦେଖିଲୁ ତାଳିକିଆ ତ୍ରିବିକ୍ରମ ବେଶ, ସୁନ୍ଦର ଅତି ସୁନ୍ଦର ବେଶ। ତାପରେ ଦେଖିଲୁ ହରିହର ବେଶ। ମହାପ୍ରଭୁଙ୍କ ହରିହର ବେଶ, ସତେ କି ଭଗବାନ ଡାକୁଛନ୍ତି ଆସ ଭକ୍ତ ଆସ। ତାପରେ ଦେଖିଲୁ ଠିଆଖିଆ ଲକ୍ଷ୍ମୀ ନାରାୟଣ ବେଶ। ଭାରି ସୁନ୍ଦର ସେ ବେଶ। ବେଶ ଦେଖିଲା ପରେ ବାହାରକୁ ଆସିଲୁ ଦର୍ଶନ କରି। ତ ଆଖି ଲାଖିଗଲା ଗୋଟେ ବ୍ୟାନର ଉପରେ, ଯେଉଁଠି ଲେଖା ଥିଲା ଚକ୍ଷୁଦାନ ମହତ ଦାନ, ବ୍ୟଙ୍ଗ ଦୃଷ୍ଟି ବାଧିତ ବ୍ୟକ୍ତିମାନଙ୍କ ଖାଦ୍ୟପେୟରେ ମୁକ୍ତ ହସ୍ତରେ ସାହାଯ୍ୟ କରନ୍ତୁ। ଏକ ଦିନର ଖର୍ଚ୍ଚ 7500। ଆମେ କେତେ ଖର୍ଚ୍ଚ କରୁଛେ, ଥରେ ଏଇମାନଙ୍କ ପାଇଁ ଖର୍ଚ୍ଚ କରି ଦେଖ। ସେମାନଙ୍କ ଆମକୁ 32 ଭେଷ ଦର୍ଶନ କରାଉଛନ୍ତି, କି ସୁନ୍ଦର ତାଙ୍କର ସ୍ୱର। ତାପରେ ଆମେ ଆଗକୁ ବଢ଼ିଲୁ, କିନ୍ତୁ ମନ ଲାଖି ଯାଇଥାଏ ସେ 3 ମୂର୍ତ୍ତି ଉପରେ। ପଛକୁ ବୁଲି ଟିକେ ଅନେଇ ଦେଲି। ଆପଣମାନେ ବି ଯାଆନ୍ତୁ, ଜଲ୍ଦି ଯାଆନ୍ତୁ ଭାଇମାନେ। ଜୟ ଜଗନ୍ନାଥ।